ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ଆସିଲା ବଡ଼ ଖବର। ଆପଣମାନେ ସୁଭଦ୍ରା ଟଙ୍କା ପାଇଛନ୍ତି ନା ନାହିଁ? ତ ଦେଖନ୍ତୁ, ଅନେକ ହିତାଧିକାରୀ ଏହି ସୁଭଦ୍ରା ଯୋଜନାର ଲାଭ ପାଇ ସାରିଲେଣି। ତ ଯେଉଁ ହିତାଧିକାରୀମାନେ ଆଜି ପର୍ଯ୍ୟନ୍ତ ଏହି ସୁଭଦ୍ରା ଟଙ୍କା ପାଇନାହିଁ, ସେମାନେ ବହୁତ ଚିନ୍ତାରେ ଅଛନ୍ତି। ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ ଯେ ମୋର ସୁଭଦ୍ରା ଟଙ୍କା କାହିଁକି ଆସିଲାନି। ଆଜି ମୁଁ ଆପଣମାନଙ୍କୁ 4ଟି ଟିପ୍ସ ଦେବି। ସେହି ଟିପ୍ସ ମାନିଲେ ହୁଏତ ଆପଣମାନେ 100% ଆପଣଙ୍କ ଆକାଉଣ୍ଟକୁ ଏହି ସୁଭଦ୍ରା ଟଙ୍କା ଆସିପାରେ। ତ ଆସନ୍ତା ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଆସିବାକୁ ଯାଉଛି। ଯେଉଁମାନେ ପ୍ରଥମ କିସ୍ତି ପାଇଛନ୍ତି, ଆପଣମାନେ ମାର୍ଚ୍ଚ 8 ତାରିଖରେ ଆଉ ଥରେ କିସ୍ତି ଆପଣମାନେ ପାଇପାରିବେ। ଯଦି କୌଣସି ହିତାଧିକାରୀ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହିଁ, ତାହେଲେ ଆପଣମାନେ ମାର୍ଚ୍ଚ 8 ତାରିଖରେ ଏକା ସାଙ୍ଗରେ 2ଟି କିସ୍ତି 10,000 ଟଙ୍କା ଆପଣମାନେ ପାଇପାରିବେ। ତ ଯେଉଁ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିନି, ଆପଣମାନଙ୍କୁ ଏହି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେବ। ତେଣୁ ଆପଣମାନେ ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀମାନଙ୍କୁ ବାଣ୍ଟି ସାରିଲେଣି ରାଜ୍ୟ ସରକାର। ତଥାପି ସୁଭଦ୍ରାକୁ ନେଇ ଅନେକ ଲୋକଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ରହିଛି। ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି। ଦେଖନ୍ତୁ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ସମସ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ବାଣ୍ଟି ସାରିଲେଣି। ତଥାପି ସୁଭଦ୍ରାକୁ ନେଇ ଅନେକ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଏବେ ବି ଲାଗି ରହିଛି ଯେ ଯେଉଁମାନେ ସୁଭଦ୍ରା ଟଙ୍କା ଏପର୍ଯ୍ୟନ୍ତ ପାଇନାହାନ୍ତି, ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ ଯେ ମୋ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା କାହିଁକି ଆସିଲାନି। ତ ଆପଣମାନଙ୍କୁ ଆଜି ମୁଁ କେତୋଟି ଟିପ୍ସ ଦେବି। ତ ସେହି ଟିପ୍ସ ମାନିଲେ ହୁଏତ ଆପଣମାନେ 100% ଗ୍ୟାରେଣ୍ଟିର ସହିତ କହୁଛି ଆପଣମାନେ ସୁଭଦ୍ରା ଟଙ୍କା ନିଶ୍ଚୟ ପାଇବେ। ତ ଏବେ ସୁଦ୍ଧା ଏମିତି ଲୋକ ଅଛନ୍ତି ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ଏପର୍ଯ୍ୟନ୍ତ ପାଇନାହାନ୍ତି। ତାପରେ ତେବେ ଆଜି ଆସନ୍ତୁ ଜାଣିବା କ'ଣ ପାଇଁ ଆକାଉଣ୍ଟକୁ ଆସୁନି ସୁଭଦ୍ରା ଟଙ୍କା। କେଉଁଠି ରହିଛି ଭୁଲ? ଯାନ୍ତ୍ରିକ ତ୍ରୁଟି ନା ହିତାଧିକାରୀଙ୍କ ଆକାଉଣ୍ଟରେ କୌଣସି ସମସ୍ୟା ଅଛି? ଆଜି ଆସନ୍ତୁ ଜାଣିବା ପ୍ରକୃତରେ ସମସ୍ୟା କେଉଁଠି ରହିଛି। ଫେବୃଆରୀ 8 ତାରିଖରେ ଯାଜପୁରରେ ପ୍ରଥମ ପର୍ଯ୍ୟାୟରେ ଚତୁର୍ଥ କିସ୍ତି ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାୟ 18 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ 98 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିଛି। ତ ଆପଣମାନେ ଜାଣିଥିବେ, ଏହି ଗତ ଫେବୃଆରୀ 8 ତାରିଖରେ ଯାଜପୁରରେ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିସାରିଛି। ତ ଏପର୍ଯ୍ୟନ୍ତ ଅନେକ ଯୋଗ୍ୟ ହିତାଧିକାରୀ ଅଛନ୍ତି, ସେମାନେ ପ୍ରଥମ କିସ୍ତି ହେଲେ ମଧ୍ୟ ପାଇପାରି ନାହାନ୍ତି। ତ ସେମାନଙ୍କ କ'ଣ ସମସ୍ୟା ରହିଛି ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି। ସେମାନଙ୍କର ଅନେକ ସମସ୍ୟା ରହିଛି, ସେଥିପାଇଁ ଏହି ସୁଭଦ୍ରା ଟଙ୍କା ଆସୁନାହିଁ। ଯେଉଁମାନଙ୍କର ସବୁକିଛି ତଥ୍ୟ ଠିକ୍ ଅଛି, ସେମାନେ ପ୍ରଥମ ପର୍ଯ୍ୟାୟ ଟଙ୍କା ପାଇସାରିଲେଣି। ତ ଯେଉଁମାନେ ପାଇନାହାନ୍ତି, ଏହି ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରାୟ 18 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ 98 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିଛି। ଦେଖନ୍ତୁ ଆଜ୍ଞା, ପ୍ରାୟ 18 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ 98 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଛି। କିନ୍ତୁ ଏବେ ବି 2.5 ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ। ଦେଖନ୍ତୁ, ଏବେ ବି ଅନେକ ହିତାଧିକାରୀ ଅଛନ୍ତି। ତ ଦେଖନ୍ତୁ, 2.5 ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି। ତ ଆପଣମାନେ ଯଦି ଏହି ଟଙ୍କା ପାଇନାହାନ୍ତି, ତେବେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ସୁଭଦ୍ରା ପୋର୍ଟାଲରେ ଇ-KYC କରିନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡ଼ିଛି। ଦେଖନ୍ତୁ, ସୁଭଦ୍ରା ଯୋଜନାରେ ଆପଣମାନେ ଇ-KYC କରନ୍ତୁ। ଯଦି ଆପଣମାନେ ଇ-KYC ନ କରିବେ, ତାହେଲେ ଆପଣମାନେ
ସୁଭଦ୍ରା ଟଙ୍କା ପାଇବେନି। ତ ଏହା ରାଜ୍ୟ ସରକାର ସୋମବାର ଦିନ ଏହା କହିଛନ୍ତି। ତାପରେ କେଉଁ ହିତାଧିକାରୀ ଟଙ୍କା ପାଇନାହାନ୍ତି ତାର ତାଲିକା ବ୍ଲକ, ମ୍ୟୁନିସିପାଲିଟି, ଜିଲ୍ଲା ସ୍ତର ଓ ସୁଭଦ୍ରା ପୋର୍ଟାଲରେ ମଧ୍ୟ ଉପଲବ୍ଧ ରହିଛି। ତେଣୁ ଟଙ୍କା ପାଇନଥିବା ହିତାଧିକାରୀମାନେ ଏହି ତାଲିକାକୁ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଦେଖନ୍ତୁ ଆଜ୍ଞା, ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ସେମାନଙ୍କର ତାଲିକା ବ୍ଲକ, ମ୍ୟୁନିସିପାଲିଟି, ଜିଲ୍ଲା ସ୍ତର ଓ ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ରହିଛି। ତେଣୁ ଟଙ୍କା ପାଇନଥିବା ହିତାଧିକାରୀମାନେ ଏହି ତାଲିକାକୁ ଯାଞ୍ଚ କରନ୍ତୁ। ତ ଆପଣମାନେ ଯଥାଶୀଘ୍ର ଯାଞ୍ଚ କରନ୍ତୁ, ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତାପରେ ତାଲିକାରେ ନାଁ ଥିଲେ ବ୍ୟାଙ୍କ ଯାଇ ଡିବିଟି ଏନାବୁଲ କରିବା ସହ ସୁଭଦ୍ରା ପୋର୍ଟାଲରେ ବାୟୋମେଟ୍ରିକ୍ ପଦ୍ଧତିରେ ଇ-କେୱାଇସି କରିବାକୁ ପରାମର୍ଶ ଦିଆଯାଇଛି। ମନେ ରଖନ୍ତୁ, ଆପଣମାନେ ତାଲିକାରେ ଯଦି ନାଁ ନଥିଲେ ଆପଣମାନେ ଡିବିଟି ଏନାବୁଲ କରନ୍ତୁ। ତ କିପରି ଆପଣମାନେ ଡିବିଟି ଏନାବୁଲ କରିବେ? ଆପଣମାନଙ୍କ ଖାତା ଯେଉଁ ବ୍ୟାଙ୍କରେ ଖୋଲିଛନ୍ତି ସେହି ବ୍ୟାଙ୍କକୁ ଯାଇ ଆପଣମାନେ ସେଠାରେ ଡିବିଟି ଲିଙ୍କ କରନ୍ତୁ। ଯଦି ଆପଣମାନେ ଡିବିଟି ଲିଙ୍କ କରିବେନି ତାହେଲେ ଏହି ସୁଭଦ୍ରା ଟଙ୍କା କେବେ ହେଲେ ପାଇପାରିବେ ନାହିଁ। ତ ଏଠି ଆପଣମାନଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ ଯେ ମୋର ଡିବିଟି ଲିଙ୍କ ଅଛି ନା ନାହିଁ। ଅନେକ ହିତାଧିକାରୀ ଅଛନ୍ତି ଏହି ବ୍ୟାଙ୍କ ଆକାଉଣ୍ଟରେ ଆପଣମାନଙ୍କର ଡିବିଟି ଲିଙ୍କ ଅଛି, କିନ୍ତୁ ଅଲଗା ସମସ୍ୟା ହେତୁ ଆପଣମାନେ ଏହି ସୁଭଦ୍ରା ଟଙ୍କା ହୁଏତ ପାଇପାରୁନଥିବେ। ତେଣୁ ଆପଣମାନଙ୍କର ଡିବିଟି ଲିଙ୍କ ଅଛି କି ନାହିଁ ଆପଣମାନେ କେମିତି ଜାଣିବେ ନିଜ ମୋବାଇଲ ସାହାଯ୍ୟରେ? ନା ଭିଡ଼ିଓ ଡେସ୍କ୍ରିପସନରେ ମୁଁ ଆପଣମାନଙ୍କୁ ଲିଙ୍କ ଦେଇଦେଇଛି। ସେହି ଲିଙ୍କକୁ ଆପଣମାନେ କ୍ଲିକ୍ କରି ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ଲିଙ୍କ ଅଛି ନା ନାହିଁ ଆପଣମାନେ ସେହି ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ଯାଏ ଦେଖନ୍ତୁ। ନିଶ୍ଚୟ ଆପଣମାନେ ନିଜ ମୋବାଇଲ ସାହାଯ୍ୟରେ ଡିବିଟି ଲିଙ୍କ ଅଛି ନା ନାହିଁ ଆପଣମାନେ ସୁନିଶ୍ଚିତ ହୋଇପାରିବେ। ତାପରେ ଆପଣମାନେ ସୁଭଦ୍ରା ପୋର୍ଟାଲରେ ବାୟୋମେଟ୍ରିକ୍ ପଦ୍ଧତିରେ ଇ-କେୱାଇସି କରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ ଦେଖନ୍ତୁ, ଆପଣମାନେ ବାୟୋମେଟ୍ରିକ୍ ସାହାଯ୍ୟରେ ଇ-କେୱାଇସି କରନ୍ତୁ। ପ୍ରଥମେ ଆପଣମାନେ ସୁଭଦ୍ରା ଯୋଜନାରେ ଆବେଦନ କରିବା ସମୟରେ ହୁଏତ ଆପଣମାନେ OTP ସାହାଯ୍ୟରେ କିମ୍ବା ଅନ୍ୟ ବିନା OTP ସାହାଯ୍ୟରେ ଆପଣମାନେ ଆବେଦନ କରିଛନ୍ତି। ତ ଏବେ ଆପଣମାନେ ବାୟୋମେଟ୍ରିକ୍ ବା ଆପଣମାନଙ୍କର ଫିଙ୍ଗର ବା ଆଇ ସ୍କାନରକୁ କରି ଆପଣମାନେ CSC ସେଣ୍ଟରକୁ ଯାଇ ସେଠାରେ ଫିଙ୍ଗର ବା ଆଇ ସ୍କାନର କରିକି ଆପଣମାନେ ବାୟୋମେଟ୍ରିକ୍ ପଦ୍ଧତିରେ ଆପଣମାନେ ସୁଭଦ୍ରା ଯୋଜନାରେ ଇ-କେୱାଇସି କରାଇ ନିଅନ୍ତୁ। ଯଦି ଆପଣମାନେ ଏହା କରିବେନି ତାହେଲେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତାପରେ ସୁଭଦ୍ରା ଟଙ୍କା ପାଇଁ ହିତାଧିକାରୀମାନଙ୍କୁ 4ଟି ଜିନିଷ ନିଶ୍ଚିତ କରିବାକୁ ପଡ଼ିବ। ଦେଖନ୍ତୁ ଆଜ୍ଞା, ମୁଁ ଆପଣମାନଙ୍କୁ ଭିଡ଼ିଓ ଫାଷ୍ଟରେ କହିଥିଲି ଆପଣମାନଙ୍କୁ ଯେଉଁ 4ଟି ଜିନିଷ ଆପଣମାନଙ୍କୁ କାମ କରିବାକୁ ପଡ଼ିବ ସେହି 4ଟି ଜିନିଷ ହୁଏତ ଆପଣମାନେ କରିଲେ 100% ଗ୍ୟାରେଣ୍ଟିର ସହିତ କହୁଛି ଆପଣମାନଙ୍କୁ ସୁଭଦ୍ରା ଟଙ୍କା ନିଶ୍ଚୟ ମିଳିବ। ତ ଆସନ୍ତୁ ଆଜି ଜାଣିବା ସେହି 4ଟି ଜିନିଷ କ'ଣ ରହିଛି। ପ୍ରଥମରେ ହେଉଛି ହିତାଧିକାରୀଙ୍କ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ତାପରେ ଦ୍ୱିତୀୟରେ ବ୍ୟାଙ୍କ ଆକାଉଣ୍ଟଟି ହିତାଧିକାରୀଙ୍କ ଆଧାର ସହିତ ଲିଙ୍କ ହୋଇଥିବା ଆବଶ୍ୟକ। ତ ସୁଭଦ୍ରା ଯୋଜନାରେ ଆପଣମାନେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଦେଇଛନ୍ତି ସେହି ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ରହିଥିବା ନିହାତି ଆବଶ୍ୟକ। ଯଦି ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ନାହିଁ ତାହେଲେ ସୁଭଦ୍ରା ଯୋଜନାରେ ଆପଣମାନେ ପାଇପାରିବେ ନାହିଁ। ତାପରେ ସେହିପରି ଆକାଉଣ୍ଟଟି ଡିବିଟି ସକ୍ଷମ ହୋଇଥିବା ଆବଶ୍ୟକ। ତ ଦେଖନ୍ତୁ, ଆପଣମାନଙ୍କୁ ମୁଁ ପ୍ରଥମରୁ କହୁଛି, ତ ଆପଣମାନେ ଡିବିଟି ଲିଙ୍କ ଅଛି ନା ନାହିଁ ଭିଡ଼ିଓ ଡେସ୍କ୍ରିପସନରେ ଆପଣମାନଙ୍କୁ ଲିଙ୍କ ଦେଇଛି। ସେହି ଲିଙ୍କକୁ କ୍ଲିକ୍ କରି ଆପଣମାନେ ନିଜର ଆକାଉଣ୍ଟରେ ଡିବିଟି ଲିଙ୍କ ଅଛି କି ନାହିଁ ଆପଣମାନେ ଜାଣିପାରିବେ। ସେହି ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ଯାଏ ଦେଖନ୍ତୁ। ଯଦି ଆପଣମାନଙ୍କର ଡିବିଟି ଲିଙ୍କ ନାହିଁ ତାହେଲେ ସୁଭଦ୍ରା ଟଙ୍କା ଆସିବ ନାହିଁ। ତାପରେ ଏହା ସହ ହିତାଧିକାରୀମାନେ ସୁଭଦ୍ରା ପୋର୍ଟାଲରେ ବାୟୋମେଟ୍ରିକ୍ ପଦ୍ଧତି ମାଧ୍ୟମରେ ସେମାନଙ୍କର ଇ-କେୱାଇସି କରିଥିବା ଆବଶ୍ୟକ। ଦେଖନ୍ତୁ, ସୁଭଦ୍ରା ପୋର୍ଟାଲରେ ଆପଣମାନେ ବାୟୋମେଟ୍ରିକ୍ ପଦ୍ଧତିରେ ଇ-କେୱାଇସି କରନ୍ତୁ।
ତାପରେ ଆବେଦନକାରୀମାନେ ଏହି 4ଟି କାର୍ଯ୍ୟ ପୂରଣ କରି ଆବଶ୍ୟକତା ପୂରଣ କରିବା ପରେ ସେମାନେ ମାର୍ଚ୍ଚ 8 ପୂର୍ବରୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପାଇବେ ବୋଲି କୁହାଯାଇଛି। ଦେଖନ୍ତୁ ଆଜ୍ଞା, ଯଦି ଆପଣମାନେ ଏହି 4ଟି ଜିନିଷ କରନ୍ତି ତାହେଲେ ଆପଣମାନେ ମାର୍ଚ୍ଚ 8 ତାରିଖ ପୂର୍ବରୁ ନିଶ୍ଚୟ ପ୍ରଥମ କିସ୍ତି ପାଇପାରିବେ। ତାପରେ ମାର୍ଚ୍ଚ 8ରେ ମଧ୍ୟ ଦ୍ୱିତୀୟ କିସ୍ତି ପାଇପାରିବେ। ତ ଦେଖନ୍ତୁ, ଆପଣମାନେ ଏହି 4ଟି ଜିନିଷ କରନ୍ତୁ, ଆପଣମାନେ ହୁଏତ 100% ଆପଣମାନେ ଏହି ସୁଭଦ୍ରା ଟଙ୍କା ପାଇପାରିବେ। ଆଶା କରୁଛି ଆପଣମାନେ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ବୁଝିପାରିଥିବେ। ଯଦି ଆପଣମାନଙ୍କ ମନରେ କୌଣସି ପ୍ରଶ୍ନ ଅଛି ତାହେଲେ କମେଣ୍ଟ ସାହାଯ୍ୟରେ କମେଣ୍ଟ କରନ୍ତୁ, ମୁଁ ନିଶ୍ଚୟ ରିପ୍ଲାଏ ଦେବି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ମିଳିପାରିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।